ଓମ୍ ଶାନ୍ତି। 30 ସେପ୍ଟେମ୍ବର 2025 ପ୍ରାତଃ ମୁରଲୀ। ଶିବ ଭଗବାନଙ୍କର ମଧୁର ମହାବାକ୍ୟ। ଶିବ ବାବା କହୁଛନ୍ତି, ମିଠେ ବଚେ ବାବା ଆସିଛନ୍ତି ସମସ୍ତଙ୍କର ଦୁଃଖ ହରଣ କରି ସୁଖ ଦେବା ପାଇଁ। ସେଥିପାଇଁ ତୁମେ ଦୁଃଖ ହର୍ତ୍ତାଙ୍କର ସନ୍ତାନ, କାହାକୁ ହେଲେ ବି ଦୁଃଖ ଦିଅ ନାହିଁ। ବାବା ଆସିଛନ୍ତି ସମସ୍ତଙ୍କର ଦୁଃଖ ହରଣ କରି ସୁଖ ଦେବା ପାଇଁ। ସେଥିପାଇଁ ତୁମେ ଦୁଃଖ ହର୍ତ୍ତାଙ୍କର ସନ୍ତାନ, କାହାକୁ ହେଲେ ବି ଦୁଃଖ ଦିଅ ନାହିଁ। ଆଜିର ପ୍ରଶ୍ନ, ଉଚ୍ଚ ପଦ ପାଉଥିବା ସନ୍ତାନମାନଙ୍କର ମୁଖ୍ୟ ଲକ୍ଷଣ କ'ଣ ହୋଇଥିବ? ଉଚ୍ଚ ପଦ ପାଉଥିବା ସନ୍ତାନମାନଙ୍କର ମୁଖ୍ୟ ଲକ୍ଷଣ କ'ଣ ହୋଇଥିବ? ଉତ୍ତର, 1. ସେମାନେ ସର୍ବଦା ଶ୍ରୀମତ ପାଳନ କରୁଥିବେ। କେବେ ବି ହଠ ଅର୍ଥାତ୍ ଜିଦି କରିବେ ନାହିଁ। 3. ନିଜେ ହିଁ ନିଜକୁ ରାଜତିଳକ ଦେବା ପାଇଁ ଭଲ ଭାବରେ ପାଠ ପଢ଼ି ତୀବ୍ର ବେଗରେ ଆଗକୁ ବଢ଼ୁଥିବେ। 4. ନିଜକୁ କେବେ ହେଲେ କ୍ଷତିରେ ପକାଇବେ ନାହିଁ। 5. ସମସ୍ତଙ୍କ ପ୍ରତି ଦୟାଶୀଳ ଏବଂ କଲ୍ୟାଣକାରୀ ହେବେ। ସେମାନଙ୍କ ଭିତରେ ସେବା କରିବାର ବହୁତ ସଉକ ଥିବ। 6. କୌଣସି ନିକୃଷ୍ଟ କର୍ମ କରିବେ ନାହିଁ। ଲଢ଼େଇ ଝଗଡ଼ା କରିବେ ନାହିଁ। ଗୀତ, ତୁନେ ରାତ ଗବାଇ ସୋକେ, ଦିନ ଗବାଇ ଖାକେ। ଓମ୍ ଶାନ୍ତି। ଆତ୍ମିକ ସନ୍ତାନମାନେ ଆତ୍ମିକ ବାବାଙ୍କ ସମ୍ମୁଖରେ ବସିଛନ୍ତି। ଏବେ ଏହି ଭାଷାକୁ ତ ତୁମେ ପିଲାମାନେ ହିଁ ବୁଝୁଛ, ଆଉ କେହି ବୁଝିପାରିବେ ନାହିଁ। ହେ ଆତ୍ମିକ ସନ୍ତାନମାନେ, ଏପରି କେହି କେବେ କହିପାରିବେ ନାହିଁ। ଏପରି କହିବା କାହାକୁ ଆସିବ ହିଁ ନାହିଁ। ତୁମେ ଜାଣିଛ, ଆମେ ଆତ୍ମିକ ବାବାଙ୍କ ସମ୍ମୁଖରେ ବସିଛୁ, ଯେଉଁ ବାବାଙ୍କୁ ଯଥାର୍ଥ ଭାବରେ କେହି ବି ଜାଣିନାହାନ୍ତି। ଯଦିଓ ନିଜକୁ ଭାଇ ଭାଇ ମଧ୍ୟ ଭାବୁଛନ୍ତି। ଆମେ ସବୁ ଆତ୍ମା ଅଟୁ। ବାବା ଜଣେ ହିଁ ଅଟନ୍ତି, କିନ୍ତୁ ଯଥାର୍ଥ ଭାବରେ ଜାଣିନାହାନ୍ତି। ସମ୍ମୁଖକୁ ଆସି ନ ବୁଝିବା ପର୍ଯ୍ୟନ୍ତ ବୁଝିବେ ବା କିପରି? ତୁମେ ମଧ୍ୟ ସମ୍ମୁଖକୁ ଆସିବାରୁ ବୁଝୁଛ। ତୁମେମାନେ ହେଉଛ ବ୍ରାହ୍ମଣ ବ୍ରାହ୍ମଣୀ। ତୁମର କୁଳ ନାମ ହେଉଛି ବ୍ରହ୍ମାବଂଶୀ, ବ୍ରହ୍ମା କୁମାର କୁମାରୀ। ସବୁ ଆତ୍ମାମାନେ ତ ହେଉଛନ୍ତି ଶିବଙ୍କର ସନ୍ତାନ। ତୁମକୁ ଶିବକୁମାର ଶିବକୁମାରୀ କୁହାଯିବ ନାହିଁ। ଏହି ଅକ୍ଷର ଭୁଲ ହୋଇଯିବ। କୁମାର ଅଛନ୍ତି ତ କୁମାରୀ ମଧ୍ୟ ଅଛନ୍ତି। ସବୁ ଆତ୍ମା ଶିବଙ୍କର ସନ୍ତାନ। କୁମାର କୁମାରୀ ସେତେବେଳେ କୁହାଯାଏ ଯେତେବେଳେ ମନୁଷ୍ୟଙ୍କର ସନ୍ତାନ ହୁଅନ୍ତି। ଶିବଙ୍କର ସନ୍ତାନ ତ ହେଉଛନ୍ତି ନିରାକାରୀ ଆତ୍ମାମାନେ। ମୂଳ ବତନରେ ସବୁ ଆତ୍ମାମାନେ ହିଁ ରହୁଛନ୍ତି, ଯାହାକୁ ଶାଳଗ୍ରାମ କୁହାଯାଉଛି। ଏଠାକୁ ଆସି ଶରୀର ଧାରଣ କରି କୁମାର କୁମାରୀ ହେଉଛନ୍ତି। ବାସ୍ତବରେ ତୁମେ ହେଉଛ କୁମାର ଶିବ ବାବାଙ୍କର ସନ୍ତାନ। ଶରୀର ଧାରଣ କଲେ କୁମାର କୁମାରୀ ହୋଇଥାନ୍ତି। ତୁମେ ବିକେ ହୋଇଥିବାରୁ ଭାଇ ଭଉଣୀ ବୋଲାଉଛ। ବର୍ତ୍ତମାନ ତୁମକୁ ଜ୍ଞାନ ମିଳିଛି। ତୁମେ ଜାଣିଛ, ବାବା ଆମକୁ ପବିତ୍ର କରି ସାଥିରେ ଘରକୁ ନେଇଯିବେ। ଆତ୍ମା ଯେତେ ବାବାଙ୍କୁ ମନେ ପକାଇବ ସେତେ ପବିତ୍ର ହେବ। ଆତ୍ମାମାନେ ବ୍ରହ୍ମା ମୁଖ ଦ୍ୱାରା ଏହି ଜ୍ଞାନ ପଢ଼ୁଛନ୍ତି। ଚିତ୍ରରେ ମଧ୍ୟ ବାବାଙ୍କର ଜ୍ଞାନ ପରିଷ୍କାର ଭାବରେ ରହିଛି। ଶିବ ବାବା ହିଁ ଆମକୁ ପଢ଼ାଉଛନ୍ତି। ନା ଏ ପାଠ ଶ୍ରୀକୃଷ୍ଣ ପଢ଼ାଇ ପାରିବେ, ନା ଶ୍ରୀକୃଷ୍ଣଙ୍କ ଦ୍ୱାରା ବାବା ପଢ଼ାଇ ପାରିବେ। ଶ୍ରୀକୃଷ୍ଣ ତ ବୈକୁଣ୍ଠର ରାଜକୁମାର ଅଟନ୍ତି। ଏକଥା ମଧ୍ୟ ତୁମକୁ ବୁଝାଇବାକୁ ହେବ। ଶ୍ରୀକୃଷ୍ଣ ତ ସ୍ୱର୍ଗରେ ନିଜ ମାତା ପିତାଙ୍କର ସନ୍ତାନ ହେବେ। ସ୍ୱର୍ଗବାସୀ ପିତାଙ୍କର ସନ୍ତାନ ଅଥବା ବୈକୁଣ୍ଠର ରାଜକୁମାର ହେବେ, ତାଙ୍କୁ ମଧ୍ୟ କେହି ଜାଣିନାହାନ୍ତି। ଶ୍ରୀକୃଷ୍ଣ ଜୟନ୍ତୀରେ ନିଜ ନିଜର ଘରେ ଅଥବା ମନ୍ଦିରରେ ଦୋଳି ତିଆରି କରିଥାନ୍ତି। ମାତାମାନେ ଯାଇ ହୁଣ୍ଡିରେ ପଇସା ପକାଇ ପୂଜା କରିଥାନ୍ତି। ଆଜିକାଲି ଖ୍ରୀଷ୍ଟଙ୍କୁ ମଧ୍ୟ କୃଷ୍ଣଙ୍କ ସଦୃଶ୍ୟ କରୁଛନ୍ତି। ମୁକୁଟ ପିନ୍ଧାଇ ମାଆଙ୍କ କୋଳକୁ ଦେଉଛନ୍ତି।
ଯେପରି କୃଷ୍ଣଙ୍କୁ ଦେଖାଉଛନ୍ତି, ଶ୍ରୀକୃଷ୍ଣ ଏବଂ ଖ୍ରୀଷ୍ଟଙ୍କର ରାଶି ତ ଏକା ହିଁ ଅଟେ। ସେମାନେ କପି କରୁଛନ୍ତି। ନଚେତ ଶ୍ରୀକୃଷ୍ଣଙ୍କ ଜନ୍ମ ଏବଂ ଖ୍ରୀଷ୍ଟଙ୍କର ଜନ୍ମରେ ବହୁତ ଫରକ ରହିଛି। ଖ୍ରୀଷ୍ଟଙ୍କର ଜନ୍ମ ଛୋଟ ପିଲା ରୂପରେ ହେଉନାହିଁ। ଖ୍ରୀଷ୍ଟଙ୍କର ଆତ୍ମା ତ କାହା ଶରୀରରେ ଯାଇ ପ୍ରବେଶ କରିଛି। ସେ ବିକାରରୁ ଜନ୍ମ ହୋଇପାରିବେ ନାହିଁ। ପୂର୍ବରୁ ଖ୍ରୀଷ୍ଟଙ୍କୁ କେବେ ଛୋଟ ପିଲା ରୂପରେ ଦେଖାଉନଥିଲେ, କ୍ରସ୍ ଉପରେ ଦେଖାଉଥିଲେ। ଏପରି ଚିତ୍ର ବର୍ତ୍ତମାନ ତିଆରି କରୁଛନ୍ତି। ପିଲାମାନେ ଜାଣିଛନ୍ତି ଧର୍ମ ସ୍ଥାପକଙ୍କୁ କେହି ଏପରି ମାରିପାରିବେ ନାହିଁ। ତେବେ କାହାକୁ ମାରିଲେ? ଯାହାଙ୍କ ମଧ୍ୟରେ ପ୍ରବେଶ କଲେ ତାଙ୍କୁ ଦୁଃଖ ମିଳିଲା। ସତ ପ୍ରଧାନ ଆତ୍ମାକୁ ଦୁଃଖ କିପରି ମିଳିପାରିବ? ସିଏ ଏପରି କେଉଁ କର୍ମ କଲେ ଯେ ଏତେ ଦୁଃଖ ଭୋଗ କଲେ? ଆତ୍ମା ହିଁ ସତପ୍ରଧାନ ଅବସ୍ଥାରେ ଆସିଥାଏ। ସମସ୍ତଙ୍କର ହିସାବ କିତାବ ଚୁକ୍ତ ହୋଇଥାଏ। ବର୍ତ୍ତମାନ ବାବା ସମସ୍ତଙ୍କୁ ପବିତ୍ର କରାଉଛନ୍ତି। ଶାନ୍ତି ଧାମରୁ ସତପ୍ରଧାନ ଆତ୍ମା ଆସି ଦୁଃଖ ଭୋଗ କରିପାରିବ ନାହିଁ। ଆତ୍ମା ହିଁ ଦୁଃଖ ସୁଖ ଭୋଗ କରୁଛି ନା? ଆତ୍ମା ଶରୀରରେ ରହିଲେ ଦୁଃଖ ହୋଇଥାଏ। ମୋତେ କଷ୍ଟ ହେଉଛି, ଏକଥା କିଏ କହୁଛି? ନିଶ୍ଚିତ ଏହି ଶରୀରରେ କେହି ନିବାସୀ ଅଛନ୍ତି। ସେମାନେ କହୁଛନ୍ତି ପରମାତ୍ମା ଭିତରେ ଅଛନ୍ତି। ତେବେ କ'ଣ ସେ ଏପରି କହିବେ ଯେ ମୁଁ ଦୁଃଖ ଭୋଗୁଛି? ସମସ୍ତଙ୍କଠାରେ ପରମାତ୍ମା ବିରାଜମାନ ଅଛନ୍ତି। ତେବେ ପରମାତ୍ମା କିପରି ଦୁଃଖ ଭୋଗ କରିବେ? ଏପରି ଆତ୍ମା ଡାକୁଛି, ହେ ପରମ ପିତା ପରମାତ୍ମା, ମୋର ଦୁଃଖ ହରଣ କର। ପାରଲୌକିକ ପିତାଙ୍କୁ ହିଁ ଆତ୍ମା ଡାକୁଛି। ଏବେ ତୁମେ ଜାଣୁଛ ବାବା ଆସିଛନ୍ତି, ଦୁଃଖ ହରିବାର ଉପାୟ ବତାଉଛନ୍ତି। ଆତ୍ମା ଶରୀର ସହିତ ହିଁ ସଦା ସୁସ୍ଥ ଏବଂ ସମ୍ପତ୍ତିବାନ ହେଉଛି। ମୂଳ ବତନରେ ତ ସଦା ସୁସ୍ଥ ଓ ସମ୍ପତ୍ତିବାନ କୁହାଯିବ ନାହିଁ। ସେଠାରେ କ'ଣ କୌଣସି ସୃଷ୍ଟି ଅଛି କି? ସେଠାରେ ତ ଶାନ୍ତି ହିଁ ରହିଛି। ଶାନ୍ତି ସ୍ୱଧର୍ମରେ ସ୍ଥିତ ହୋଇ ରହୁଛନ୍ତି। ଏବେ ବାବା ଆସିଛନ୍ତି ସମସ୍ତଙ୍କର ଦୁଃଖ ହରି ସୁଖ ଦେବା ପାଇଁ। ତେଣୁ ପିଲାମାନଙ୍କୁ ମଧ୍ୟ କହୁଛନ୍ତି, ତୁମେ ମୋର ହୋଇଛ, କେବେ କାହାକୁ ଦୁଃଖ ଦିଅ ନାହିଁ। ଏହା ଯୁଦ୍ଧଭୂମି ଅଟେ, କିନ୍ତୁ ଗୁପ୍ତ। ଦୁନିଆର ଯୁଦ୍ଧକ୍ଷେତ୍ର ପ୍ରତ୍ୟକ୍ଷ ଅଟେ। ଏପରି ଯେଉଁ ଗାୟନ ରହିଛି, ଯୁଦ୍ଧଭୂମିରେ ଯିଏ ମରିବେ ସିଏ ସ୍ୱର୍ଗକୁ ଯିବେ। ଏହାର ଅର୍ଥ ମଧ୍ୟ ବୁଝାଇବାକୁ ପଡ଼ିବ। ଏହି ଲଢ଼େଇର ଦେଖ କେତେ ମହତ୍ତ୍ୱ ରହିଛି। ପିଲାମାନେ ଜାଣିଛନ୍ତି ସେ ଯୁଦ୍ଧକ୍ଷେତ୍ରରେ ଦେହତ୍ୟାଗ କଲେ କେହି ସ୍ୱର୍ଗକୁ ଯାଇପାରିବେ ନାହିଁ। କିନ୍ତୁ ଗୀତାରେ ଭଗବାନ ଉବାଚ ରହିଛି, ତାକୁ ମାନିବେ ତ ନିଶ୍ଚିତ ନା? ଭଗବାନ କାହାକୁ କହୁଛନ୍ତି? ହଦର ଯୋଦ୍ଧାମାନଙ୍କୁ କହିଛନ୍ତି ନା ତୁମକୁ କହିଛନ୍ତି? ଉଭୟଙ୍କୁ କହିଛନ୍ତି। ସେମାନଙ୍କୁ ମଧ୍ୟ ବୁଝାଯାଉଛି, ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ। ଏହି ସେବା ମଧ୍ୟ କରିବାକୁ ହେବ। ଏବେ ତୁମେ ଯଦି ସ୍ୱର୍ଗକୁ ଯିବାକୁ ଚାହୁଁଛ, ତେବେ ପୁରୁଷାର୍ଥ କର। ଲଢ଼େଇରେ ତ ସବୁ ଧର୍ମାବଲମ୍ବୀ ଅଛନ୍ତି। ଶିଖମାନେ ମଧ୍ୟ ଅଛନ୍ତି। ସେମାନେ ତ ଶିଖ ଧର୍ମକୁ ହିଁ ଯିବେ। ସ୍ୱର୍ଗକୁ ସେତେବେଳେ ଆସିପାରିବେ ଯେତେବେଳେ ତୁମ ବ୍ରାହ୍ମଣମାନଙ୍କଠାରୁ ଆସି ଜ୍ଞାନ ନେବେ। ଯେପରି ବାବାଙ୍କ ପାଖକୁ ଆସିଲେ ବାବା ବୁଝାଉଥିଲେ, ତୁମେ ଲଢ଼େଇ କରି ଶିବ ବାବାଙ୍କ ୟାଦରେ ରହିଲେ ସ୍ୱର୍ଗକୁ ଯାଇପାରିବ। ବାକି ଏପରି ନୁହେଁ ଯେ ସ୍ୱର୍ଗରେ ରାଜା ହେବ। ତାଙ୍କୁ ଏହାଠାରୁ ଅଧିକ ବୁଝାଇ ମଧ୍ୟ ପାରିବ ନାହିଁ। ତାଙ୍କୁ ସାମାନ୍ୟ ଜ୍ଞାନ ବୁଝାଯାଏ। ଲଢ଼େଇରେ ନିଜର ଇଷ୍ଟଦେବଙ୍କୁ ନିଶ୍ଚୟ ମନେ ରଖିଥାନ୍ତି। ଶିଖ ହୋଇଥିଲେ ଗୁରୁ ଗୋବିନ୍ଦଙ୍କର ଜୟ ବୋଲି କହିବେ। କିନ୍ତୁ ଏପରି କେହି ନାହାନ୍ତି ଯିଏକି ନିଜକୁ ଆତ୍ମା ଭାବି ପରମାତ୍ମାକୁ ୟାଦ କରିବେ। ବାକି ହଁ, ଯିଏ ବାବାଙ୍କର ପରିଚୟ ନେବେ ତେବେ ସ୍ୱର୍ଗକୁ ଆସିଯିବେ। ସମସ୍ତଙ୍କର ପିତା ତ ଏକ ହିଁ ଅଟନ୍ତି, ପତିତ ପାବନ। ସେ ପତିତମାନଙ୍କୁ କହୁଛନ୍ତି, ମୋତେ ମନେ ପକାଇଲେ ତୁମର ପାପ କଟିଯିବ ଏବଂ ମୁଁ ସ୍ଥାପନ କରୁଥିବା ସୁଖଧାମକୁ ତୁମେ ଯାଇପାରିବ। ଲଢ଼େଇରେ ମଧ୍ୟ ଶିବ ବାବାଙ୍କୁ ମନେ ପକାଇଲେ ସ୍ୱର୍ଗକୁ ଆସିଯିବ। ସେହି ହଦର ଯୁଦ୍ଧଭୂମିର କଥା ଅଲଗା, ଏଠିକାର କଥା ଅଲଗା। ବାବା କହୁଛନ୍ତି, ଜ୍ଞାନର କେବେ ବିନାଶ ହୁଏ ନାହିଁ।
ସମସ୍ତେ ତ ଶିବ ବାବାଙ୍କର ସନ୍ତାନ। ଏବେ ଶିବ ବାବା କହୁଛନ୍ତି ମୋତେ ମନେ ପକାଇଲେ ତୁମେ ମୋ ପାଖକୁ ମୁକ୍ତିଧାମକୁ ଆସିଯିବ। ପୁଣି ଯେଉଁ ଜ୍ଞାନ ଶିଖାଯାଉଛି ତାକୁ ପଢ଼ିଲେ ସ୍ୱର୍ଗର ରାଜତ୍ୱ ମିଳିଯିବ। କେତେ ସହଜ ଅଟେ ସ୍ୱର୍ଗକୁ ଯିବାର ରାସ୍ତା 1 ସେକେଣ୍ଡରେ ମିଳିଯାଉଛି। ମୁଁ ଆତ୍ମା ବାବାଙ୍କୁ ମନେ ପକାଉଛି। ଯୁଦ୍ଧ ଭୂମିକୁ ତ ଖୁସିରେ ଯିବା ଦରକାର। କର୍ମ ତ କରିବାକୁ ହିଁ ହେବ। ଦେଶର ରକ୍ଷା ପାଇଁ ସବୁକିଛି କରିବାକୁ ପଡ଼ିଥାଏ। ସେଠାରେ ତ 1 ଧର୍ମ ହିଁ ହେବ। ମତଭେଦର କୌଣସି କଥା ନାହିଁ। ଏଠାରେ କେତେ ମତଭେଦ ରହିଛି। ପାଣି ପାଇଁ, ଜାଗା ପାଇଁ ଝଗଡ଼ା ହେଉଛି। ପାଣି ବନ୍ଦ କରିଦେଉଛନ୍ତି, ତେଣୁ ପଥର ମାରିବାରେ ଲାଗି ପଡ଼ିଛନ୍ତି। ଜଣେ ଜଣକୁ ଶସ୍ୟ ନଦେଲେ ଝଗଡ଼ା ହୋଇଥାଏ। ତୁମେ ପିଲାମାନେ ଜାଣିଛ, ଆମେ ନିଜର ସ୍ୱରାଜ୍ୟ ସ୍ଥାପନ କରୁଛୁ। ପାଠପଢ଼ା ଦ୍ୱାରା ରାଜ୍ୟପ୍ରାପ୍ତି କରୁଛୁ। ନୂଆ ଦୁନିଆ ନିଶ୍ଚୟ ସ୍ଥାପନ ହେବ। ଯେହେତୁ ଏହା ନିର୍ଦ୍ଧାର୍ଯ୍ୟ ଅଛି, ତେବେ କେତେ ଖୁସି ହେବା ଦରକାର। କୌଣସି ଜିନିଷରେ ଲଢ଼େଇ ଝଗଡ଼ାର କିଛି କଥା ନାହିଁ। ବହୁତ ସାଧାରଣ ଭାବରେ ମଧ୍ୟ ରହିବାକୁ ପଡ଼ିବ। ବାବା ବୁଝାଇଛନ୍ତି, ତୁମେ ଶ୍ୱଶୁର ଘର ଯାଉଛ, ସେଥିପାଇଁ ବନବାସରେ ଅଛ। ସବୁ ଆତ୍ମାମାନେ ଘରକୁ ଯିବେ, ଶରୀର ତ ଯିବ ନାହିଁ ନା। ଶରୀରର ଅଭିମାନ ମଧ୍ୟ ଛାଡ଼ିଦେବାକୁ ହେବ। ଆମେ ଆତ୍ମା ଅଟୁ। ଆମର 84 ଜନ୍ମ ଏବେ ପୁରା ହେଲା। ଭାରତବାସୀଙ୍କୁ କୁହ, ଭାରତ ସ୍ୱର୍ଗ ଥିଲା, ଏବେ ତ କଳିଯୁଗ ଅଟେ। କଳିଯୁଗରେ ଅନେକ ଧର୍ମ ରହିଛି। ସତ୍ୟ ଯୁଗରେ 1 ହିଁ ଧର୍ମ ଥିଲା। ଭାରତ ପୁଣି ଥରେ ସ୍ୱର୍ଗ ହେବ। ଜାଣୁଛନ୍ତି ମଧ୍ୟ ଭଗବାନ ଆସିଛନ୍ତି। ଆଗକୁ ଗଲେ ଭବିଷ୍ୟବାଣୀ ମଧ୍ୟ କରିବେ। ବାତାବରଣକୁ ଦେଖିବେ ନା। ତେଣୁ ବାବା ସନ୍ତାନମାନଙ୍କୁ ବୁଝାଉଛନ୍ତି, ବାବା ତ ସମସ୍ତଙ୍କର ଅଟନ୍ତି ନା। ସମସ୍ତଙ୍କର ହକ୍ ରହିଛି। ବାବା କହୁଛନ୍ତି ମୁଁ ଆସିଛି ଏବଂ ସମସ୍ତଙ୍କୁ କହୁଛି ମୋତେ ସ୍ମରଣ କଲେ ତୁମର ବିକର୍ମ ବିନାଶ ହେବ। ଏବେ ତ ଲୋକମାନେ ଭାବୁଛନ୍ତି କେତେବେଳେ ବି ଯୁଦ୍ଧ ଲାଗିଯାଇପାରେ। ଏମିତିକି କାଲି ବି ହୋଇଯାଇପାରେ। ମହାଯୁଦ୍ଧ ଲାଗିବା ପାଇଁ କ'ଣ ବେଶୀ ସମୟ ଲାଗିବ କି? କିନ୍ତୁ ତୁମେ ସନ୍ତାନମାନେ ବୁଝୁଛ, ଏବେ ଆମର ରାଜଧାନୀ ସ୍ଥାପନ ହୋଇନାହିଁ, ତେଣୁ ବିନାଶ କିପରି ହେବ? ଏବେ ତ ବାବାଙ୍କର ସନ୍ଦେଶ ମଧ୍ୟ ଚାରିଆଡ଼େ ଦିଆଯାଇନାହିଁ। ପତିତ ପାବନ ବାବା କହୁଛନ୍ତି ମୋତେ ୟାଦ କଲେ ବିକର୍ମ ବିନାଶ ହେବ। ଏହି ସନ୍ଦେଶ ସମସ୍ତଙ୍କ କାନକୁ ଯିବା ଉଚିତ। ଯଦି ବି ଯୁଦ୍ଧ ଲାଗିଯାଏ, ବମ୍ ପଡ଼ିଯାଏ, ତେବେ ମଧ୍ୟ ତୁମର ନିଶ୍ଚୟ ଅଛି ଯେ ଆମର ରାଜଧାନୀ ନିଶ୍ଚୟ ସ୍ଥାପନ ହେବ। ସେ ପର୍ଯ୍ୟନ୍ତ ବିନାଶ ହୋଇପାରିବ ନାହିଁ। ବିଶ୍ୱରେ ଶାନ୍ତି ସ୍ଥାପନା ହେଉ ବୋଲି କହୁଛନ୍ତି ନା। ସାରା ବିଶ୍ୱରେ ଯୁଦ୍ଧ ଲାଗିଗଲେ ବିନାଶ କରିଦେବ। ଏହା ବିଶ୍ୱବିଦ୍ୟାଳୟ ଅଟେ। ସାରା ବିଶ୍ୱକୁ ତୁମେ ଜ୍ଞାନ ଦେଉଛ। କେବଳ 1 ବାବା ହିଁ ଆସି ସାରା ବିଶ୍ୱକୁ ପରିବର୍ତ୍ତନ କରୁଛନ୍ତି। ସେମାନେ ତ କଳ୍ପର ଆୟୁ ହିଁ ଲକ୍ଷ ଲକ୍ଷ ବର୍ଷ କହି ଦେଉଛନ୍ତି। ତୁମେ ଜାଣିଛ, ଏହାର ଆୟୁ ପୁରା 5000 ବର୍ଷ ଅଟେ। କହୁଛନ୍ତି ଖ୍ରୀଷ୍ଟଙ୍କର 3000 ବର୍ଷ ପୂର୍ବରୁ ସ୍ୱର୍ଗ ଥିଲା। ଇସଲାମୀ, ବୌଦ୍ଧି ଆଦି ସମସ୍ତଙ୍କର ହିସାବ କିତାବ ବାହାର କରୁଛନ୍ତି। ତାଙ୍କ ପୂର୍ବରୁ ଆଉ କାହାର ନାମ ନାହିଁ। ତୁମେ ଅବିକଳ ହିସାବ କରିପାରିବ। ତେଣୁ ତୁମେ କେତେ ଖୁସିରେ ରହିବା ଉଚିତ। ଏଠାରେ ଲଢ଼େଇ ଝଗଡ଼ା ଆଦିର କଥା ହିଁ ନାହିଁ। ଯାହାଙ୍କର କେହି ମୁରବୀ ନଥାନ୍ତି, ସେହିମାନେ ଲଢ଼େଇ ଝଗଡ଼ା କରିଥାନ୍ତି। ତୁମେ ବର୍ତ୍ତମାନ ଯେଉଁ ପୁରୁଷାର୍ଥ କରିବ, ତାହା 21 ଜନ୍ମ ପାଇଁ ପ୍ରାରବ୍ଧ ଭୋଗ ହୋଇଯିବ। ଲଢ଼େଇ ଝଗଡ଼ା କଲେ ଉଚ୍ଚ ପଦବୀ ମିଳିପାରିବ ନାହିଁ। ଦଣ୍ଡ ମଧ୍ୟ ଭୋଗ କରିବାକୁ ପଡ଼ିବ। କିଛି ବି କଥା ଥିଲେ, କିଛି ଦରକାର ଥିଲେ ବାବାଙ୍କ ପାଖକୁ ଆସ। ସରକାର ମଧ୍ୟ କହୁଛି ନା, ତୁମେ ନିଜେ ନିଜେ ନ୍ୟାୟ ନିଷ୍ପତ୍ତି କର ନାହିଁ। କେହି କହୁଛନ୍ତି ଆମର ବିଦେଶୀ ଜୋତା ଦରକାର। ବାବା କହୁଛନ୍ତି ପିଲାମାନେ, ଏବେ ତ ତୁମେ ବନବାସରେ ଅଛ। ସ୍ୱର୍ଗ ଦୁନିଆରେ ତୁମକୁ ବହୁତ ମାଲ ମିଳିବ। ବାବା ତ ଠିକ୍ କଥା ବୁଝାଇବେ ନା କି ପିଲାମାନେ, ଏହା ଠିକ୍ ନୁହେଁ। ଏଠାରେ ତୁମେ ଏପରି ଆଶା କାହିଁକି ରଖୁଛ? ଏଠାରେ ତ ବହୁତ ସାଧାରଣ ଭାବରେ ରହିବା ଉଚିତ। ନଚେତ୍ ଦେହ ଅଭିମାନ ଆସିଯିବ।
ଏଥିରେ ନିଜ ମତରେ ଚାଲିବା ଅନୁଚିତ। ବାବା ଯାହା କହିବେ କରିବା ଉଚିତ। ରୋଗ ହେଲେ ଡାକ୍ତର ଆଦିଙ୍କୁ ମଧ୍ୟ ଡାକିଥାନ୍ତି। ଔଷଧ ପାଣି ତ ସମସ୍ତଙ୍କୁ ମିଳୁଛି। ତଥାପି ବି ସବୁ କଥା ବୁଝିବା ପାଇଁ ବାବା ଅଛନ୍ତି। ଶ୍ରୀମତ ତ ଶ୍ରୀମତ ଅଟେ ନା, ନିଶ୍ଚୟରେ ବିଜୟ ରହିଛି। ସେ ତ ସବୁ କିଛି ବୁଝୁଛନ୍ତି ନା। ବାବାଙ୍କର ନିର୍ଦ୍ଦେଶ ଅନୁଯାୟୀ ଚାଲିବାରେ ହିଁ କଲ୍ୟାଣ ରହିଛି। ନିଜର ମଧ୍ୟ କଲ୍ୟାଣ କରିବାକୁ ହେବ। ଯଦି କାହାକୁ ମୂଲ୍ୟବାନ କରି ନ ପାରିଲ, ତେବେ ନିଜେ ମୂଲ୍ୟହୀନ ଅଟନା। ମୂଲ୍ୟବାନ ହେବାର ଯୋଗ୍ୟ ନୁହଁ। ଏଠାରେ ମୂଲ୍ୟ ନଥିଲେ ସତ୍ୟଯୁଗରେ ମଧ୍ୟ ମୂଲ୍ୟ ରହିବ ନାହିଁ। ସେବାଧାରୀ ସନ୍ତାନମାନଙ୍କୁ ସେବାର କେତେ ସଉକ ରହୁଛି। ଚାରିଆଡ଼େ ବୁଲୁଛନ୍ତି। ସେବା ନ କଲେ ତାଙ୍କୁ ଦୟାଳୁ କଲ୍ୟାଣକାରୀ କିଛି ବି କୁହାଯିବ ନାହିଁ। ବାବାଙ୍କୁ ମନେ ନ ପକାଉଥିଲେ ତୁଚ୍ଛ କାମ କରୁଥିବେ, ପଦ ମଧ୍ୟ ତୁଚ୍ଛ ପାଇବେ। ଏପରି ନୁହେଁ। ଆମର ତ ଶିବ ବାବାଙ୍କ ସହିତ ଯୋଗ ରହିଛି। ଏମାନେ ହେଉଛନ୍ତି ବିକେ। ଶିବ ବାବା ବ୍ରହ୍ମା ଦ୍ୱାରା ହିଁ ଜ୍ଞାନ ଦେଇପାରିବେ। କେବଳ ଯଦି ଶିବ ବାବାଙ୍କୁ ମନେ ପକାଇବ, ମୁରଲି କିପରି ଶୁଣିବ? ପୁଣି ପରିଣାମ କ'ଣ ହେବ? ନ ପଢ଼ିଲେ କିପଦ ପାଇବ? ଏକଥା ମଧ୍ୟ ଜାଣିଛ, ସମସ୍ତଙ୍କର ଭାଗ୍ୟ ଶ୍ରେଷ୍ଠ ହେବ ନାହିଁ। ସେଠାରେ ମଧ୍ୟ କ୍ରମାନ୍ୱୟରେ ପଦ ରହିବ। ପବିତ୍ର ତ ସମସ୍ତଙ୍କୁ ହେବାକୁ ପଡ଼ିବ। ଆତ୍ମା ପବିତ୍ର ହେବା ବିନା ଶାନ୍ତିଧାମ ଯାଇପାରିବ ନାହିଁ। ବାବା କହୁଛନ୍ତି, ତୁମେ ସମସ୍ତଙ୍କୁ ଏହି ଜ୍ଞାନ ଶୁଣାଇ ଚାଲ। କେହି କେହି ବର୍ତ୍ତମାନ ନ ଶୁଣିଲେ ମଧ୍ୟ ଆଗକୁ ଗଲେ ନିଶ୍ଚୟ ଶୁଣିବେ। ଏବେ କେତେ ବି ବିଘ୍ନ ତୋଫାନ ଜୋରରେ ଆସୁ, ତୁମକୁ ଡରିବାର ନାହିଁ। କାହିଁକି ନା ନୂଆ ଧର୍ମର ସ୍ଥାପନା ହେଉଛି ନା। ତୁମେ ଗୁପ୍ତରେ ରାଜଧାନୀ ସ୍ଥାପନ କରୁଛ। ବାବା ସେବାଯୋଗ୍ୟ ସନ୍ତାନମାନଙ୍କୁ ଦେଖି ଖୁସି ହେଉଛନ୍ତି। ତୁମକୁ ନିଜକୁ ନିଜେ ରାଜତିଳକ ଦେବାକୁ ହେବ। ଶ୍ରୀମତରେ ଚାଲିବାକୁ ହେବ। ଏଥିରେ ନିଜର ଜିଦି ଚାଲିପାରିବ ନାହିଁ। ତୁଚ୍ଛାଟାରେ ନିଜର କ୍ଷତି କରିବା ଉଚିତ ନୁହେଁ। ବାବା କହୁଛନ୍ତି, ପିଲାମାନେ ସେବାଧାରୀ ଏବଂ କଲ୍ୟାଣକାରୀ ହୁଅ। ଶିକ୍ଷକମାନେ ହିଁ ଛାତ୍ରମାନଙ୍କୁ କହିବେ ଯେ ପାଠ ପଢ଼ି ତୀବ୍ର ଗତିରେ ଆଗକୁ ବଢ଼। ତୁମକୁ 21 ଜନ୍ମ ପାଇଁ ସ୍ୱର୍ଗର ବୃତ୍ତି ମିଳୁଛି। ରାଜବଂଶରେ ଜନ୍ମ ନେବା ଏହା ହିଁ ବଡ଼ ବୃତ୍ତି ଅଟେ। ଆଚ୍ଛା, ମିଠା ମିଠା ଶିଖିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପ ଦାଦାଙ୍କୁ ନମସ୍ତେ ନମସ୍ତେ, ସୁପ୍ରଭାତ। ଓମ୍ ଶାନ୍ତି। ଧାରଣା ପାଇଁ ମୁଖ୍ୟ ସାର 1 ନମ୍ବର। ଏହି ସଙ୍ଗମ ଯୁଗରେ ବହୁତ ସାଧାରଣ ଭାବରେ ରହିବାକୁ ହେବ। କାହିଁକି ନା ଏହା ବନବାହରେ ଅର୍ଥାତ୍ ବୈରାଗ୍ୟ ବୃତ୍ତିରେ ରହିବାର ସମୟ। ଏଠାରେ କୌଣସି ପ୍ରକାରର ଆଶା ରଖିବାର ନାହିଁ। କେବେ ବି ନିୟମର ଉଲ୍ଲଂଘନ କରିବାର ନାହିଁ। ଲଢ଼େଇ ଝଗଡ଼ା କରିବାର ନାହିଁ। 2 ନମ୍ବର। ବିନାଶ ପୂର୍ବରୁ ନୂଆ ରାଜଧାନୀ ସ୍ଥାପନ କରିବା ପାଇଁ ସମସ୍ତଙ୍କୁ ବାବାଙ୍କର ସନ୍ଦେଶ ଦେବାକୁ ହେବ ଯେ ବାବା କହୁଛନ୍ତି, ମୋତେ ମନେ ପକାଅ, ତେବେ ତୁମର ବିକର୍ମ ବିନାଶ ହେବ ଏବଂ ତୁମେ ପବିତ୍ର ହୋଇଯିବ। ଆଜିର ବରଦାନ। ସନ୍ତୁଷ୍ଟତାର ବିଶେଷତା ଦ୍ୱାରା ସେବା କ୍ଷେତ୍ରରେ ସଫଳତା ମୂରତ ହେଉଥିବା ସନ୍ତୁଷ୍ଟମଣି ଭବ। ସନ୍ତୁଷ୍ଟତାର ବିଶେଷତା ଦ୍ୱାରା ସେବା କ୍ଷେତ୍ରରେ ସଫଳତା ମୂରତ ହେଉଥିବା ସନ୍ତୁଷ୍ଟମଣି ଭବ। ଡିଟେଲ୍ସ। ସେବାର ବିଶେଷ ଗୁଣ ହେଲା ସନ୍ତୁଷ୍ଟତା। ଯଦି ସେବା ନାମରେ ନିଜର ଏବଂ ଅନ୍ୟମାନଙ୍କର ସ୍ଥିତିକୁ ବିଗାଡ଼ି ଦେଉଥିବ, ତେବେ ଏଭଳି ସେବା ନ କରିବା ଭଲ। ଯେଉଁଠି ନିଜ ଉପରେ ବା ସମ୍ପର୍କରେ ଆସୁଥିବା ଆତ୍ମାଙ୍କ ଉପରେ ସନ୍ତୁଷ୍ଟତା ନାହିଁ, ସେଭଳି ସେବା ନିଜକୁ ମଧ୍ୟ ଫଳପ୍ରାପ୍ତି କରାଏ ନାହିଁ କି ଅନ୍ୟକୁ ମଧ୍ୟ ଫଳପ୍ରାପ୍ତି କରାଏ ନାହିଁ। ସେଥିପାଇଁ ପ୍ରଥମେ ଏକାନ୍ତବାସୀ ହୋଇ ସ୍ୱପରିବର୍ତ୍ତନ ଦ୍ୱାରା ସନ୍ତୁଷ୍ଟମଣିର ବରଦାନ ପ୍ରାପ୍ତ କରି ତାପରେ ସେବା କ୍ଷେତ୍ରକୁ ଆସ। ତେବେ ଯାଇ ସଫଳତା ମୂରତ ହୋଇପାରିବ। ଆଜିର ସ୍ଲୋଗାନ।
ବିଘ୍ନ ରୂପକ ପଥରକୁ ଭାଙ୍ଗିବାରେ ସମୟ ନଷ୍ଟ ନ କରି ହାଇ ଜମ୍ପ ଦେଇ ତାକୁ ଅତିକ୍ରମ କରିଯାଅ। ବିଘ୍ନ ରୂପକ ପଥରକୁ ଭାଙ୍ଗିବାରେ ସମୟ ନଷ୍ଟ ନ କରି ହାଇ ଜମ୍ପ ଦେଇ ତାକୁ ଅତିକ୍ରମ କରିଯାଅ। ଓମ୍ ଶାନ୍ତି। ଆଜିର ଅବ୍ୟକ୍ତ ଇସାରା। ଏବେ ଲଗନର ଅଗ୍ନିକୁ ପ୍ରଜ୍ୱଳିତ କରି ଯୋଗକୁ ଜ୍ୱାଳାରୂପ କର। ଜ୍ୱାଳା ସ୍ୱରୂପର ଯୋଗ କରିବା ପାଇଁ ମନ ଏବଂ ବୁଦ୍ଧିକୁ ପ୍ରଥମେ ତ ଶକ୍ତିଶାଳୀ ବ୍ରେକ୍ ଦରକାର। ଦ୍ୱିତୀୟରେ ମୋଡ଼ିବାର ଶକ୍ତି ଅର୍ଥାତ୍ ସଂକଳ୍ପର ଧାରାକୁ ପରିବର୍ତ୍ତନ କରିବାର ଶକ୍ତି ଦରକାର। ଏହାଦ୍ୱାରା ବୁଦ୍ଧିର ଶକ୍ତି ବା କୌଣସି ବି ଶକ୍ତି ବ୍ୟର୍ଥରେ ନଷ୍ଟ ହେବା ପରିବର୍ତ୍ତେ ଜମା ହୋଇ ଚାଲିବ ଏବଂ ଯେତେ ଜମା ହେଉଥିବ ସେହି ଅନୁସାରେ ପରଖିବାର ଏବଂ ନିର୍ଣ୍ଣୟ କରିବାର ଶକ୍ତି ବଢ଼ି ଚାଲିଥିବ। ସେଥିପାଇଁ ଏବେ ସଂକଳ୍ପର ବିସ୍ତାରକୁ ବନ୍ଦ କରି ଚାଲ, ଅର୍ଥାତ୍ ଏକତ୍ରୀକରଣର ଶକ୍ତିକୁ ଧାରଣ କର। ଓମ୍ ଶାନ୍ତି।